ଆଜି ପୂର୍ବାହ୍ନ 11 ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଡିଟୋରିୟମ ହଲରେ ପକ୍ସୋ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ଉପରେ ଦକ୍ଷତା ନିର୍ମାଣ ସମ୍ବନ୍ଧୀୟ ଏକ ଦୁଇଦିନିଆ କର୍ମଶାଳା ବାଲେଶ୍ୱର ପୋଲିସ ପ୍ରଶାସନର ଆନୁକୂଲ୍ୟରେ ଶୁଭାରମ୍ଭ ହୋଇଛି। ଏହି କର୍ମଶାଳା ତା 14/2/2026 ଓ 15/2/2026 ଦୁଇ ଦିନ ଧରି ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଡିଆଇଜି ଶ୍ରୀଯୁକ୍ତ ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କର୍ମଶାଳାର ଉଦ୍ଘାଟନ କରିଥିଲେ। ତାଙ୍କ ସହ ଆରକ୍ଷୀ ଅଧୀକ୍ଷକ ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ଆଇନଜୀବୀ ନିଧି ଶର୍ମା, ଆଇନଜୀବୀ ଅନନ୍ତ ଆସ୍ଥାନା, ପିଏମଜେଜେବି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ନିରଞ୍ଜନ ବେହେରା ମଞ୍ଚାସୀନ ଥିଲେ। ଶ୍ରୀ ବେହେରା ମଞ୍ଚ ପରିଚାଳନା କରୁଥିଲେ। ଏହି କର୍ମଶାଳାରେ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କର୍ମଚାରୀ, ସମାଜସେବୀ, ସିଡବ୍ଲ୍ୟୁସି ସଦସ୍ୟ ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଆଇନଜୀବୀ ନିଧି ଶର୍ମା ଓ ଆଇନଜୀବୀ ଅନନ୍ତ ଆସ୍ଥାନା ପକ୍ସୋ ଓ ଜେଜେ ଆକ୍ଟ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଆସନ୍ତାକାଲି ମଧ୍ୟ ଏହି ଦୁଇଟି ଆଇନ ଉପରେ ତାଲିମ ଜାରି ରହିବ। ଏହି କ୍ୟାପାସିଟି ବିଲ୍ଡିଂ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ ଉପରେ ସଚେତନତା ବୃଦ୍ଧି କରିବା, ସମ୍ପୃକ୍ତ ସମସ୍ତଙ୍କ ଦାୟିତ୍ୱକୁ ସ୍ପଷ୍ଟ କରିବା ଏବଂ ଯେକୌଣସି ଅପରାଧ ଘଟିଲେ ସଠିକ୍ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶିକ୍ଷିତ କରିବା। କର୍ମଶାଳାରେ ଉଲ୍ଲେଖ କରାଯାଇଥିଲା ଯେ ଶିଶୁମାନେ ସମାଜର ଭବିଷ୍ୟତ ଓ ଦେଶର ଆଶା। ତେଣୁ ଶିଶୁଙ୍କ ସୁରକ୍ଷା ପାଇଁ କେବଳ ଆଇନ ଜ୍ଞାନ ନୁହେଁ, ସମ୍ବେଦନଶୀଳତା, ସଚେତନତା ଓ ସଂଗଠିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। ଜୁଭେନାଇଲ ଜଷ୍ଟିସ ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କୁ ଶାସନ ନୁହେଁ, ସୁଧାର ଓ ପୁନର୍ବାସନ ମାଧ୍ୟମରେ ସଠିକ୍ ଦିଗରେ ନେଇ ସମାଜରେ ସମ୍ମାନ ସହିତ ପୁନଃସ୍ଥାପନ କରିବା। Acts and the technicalities associated with it. First, we have to understand हमें प्रथम बुझाक पड़े कि what led to the establishment of SARI तो आगुर नथिला. In fact, if we remember, I mean, POCSO Act is like 2013, 12, if I'm right, yes. In fact, we had just joined the service and this Nirvaya episode came, and this POCSO Act was a product of that. I still remember we were very new, we were probationers. Then this Nirvaya episode came. We were in Delhi, in fact, at that point of time, attending our different assignments, and there was huge movement and protest, demonstration, law and order in Delhi, and then it gave birth to POCSO Act, and subsequently JJ Juvenile Justice Act is also not very old. If I can I know the date? 50. So both these acts are of recent origin. Recent origin माने इटा पुराना act नहीं है. तो अपन माने जो माने look, what I'm trying to focus is अपन माने जितने जन अच्छंती इचे, either police officers होंतु, किंबा अन्यान्य agencies रो, stakeholders होंतु, जे कि ए act को deal करे, ए act ऊपरे तारो responsibility अच्छी, तारो उत्तरदायित्व अच्छी, ये दुईटी आइन को हमें केमिति समाज रे ठीक भाव रे प्रणयन कर परबा. One, multiple stakeholders. For instance, madam, जो हम JJB रो assistant